ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଜାଣି ରଖନ୍ତୁ, ବ୍ୟାଙ୍କ ଅଫ୍ ବରୋଦା ରିକ୍ରୁଟମେଣ୍ଟ 2024 ଆସିଯାଇଛି। ଅର୍ଗାନାଇଜେସନ ନେମ୍ ବ୍ୟାଙ୍କ ଅଫ୍ ବରୋଦା ରହୁଛି। ଟାଇପ୍ ଅଫ୍ ଜବ୍ ପରମାନେଣ୍ଟ ରହୁଛି। କ୍ୟାଟେଗୋରୀ ଗଭର୍ଣ୍ଣମେଣ୍ଟ ରହୁଛି। ନେମ୍ ଅଫ୍ ଦି ପୋଷ୍ଟ ସ୍ପେଶାଲିଷ୍ଟ ଅଫିସର ରହୁଛି ବା ଏସ୍ଓ ରହୁଛି ଏବଂ ପ୍ରଫେସନାଲ୍ସ ରହିଛି ଏବଂ କିଛି ଅଦର ପୋଷ୍ଟ ରହିଛି। ଆପ୍ଲିକେସନ ମୋଡ୍ ଅନଲାଇନ୍ ରହିଛି। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଇଣ୍ଡିଆ ରହିଛି। ଲାଷ୍ଟ ଡେଟ୍ 19 ନଭେମ୍ବର 2024। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ରହୁଛି। ଏଜୁକେସନ କ୍ୱାଲିଫିକେସନ ଗ୍ରାଜୁଏଟ୍ ଡିଗ୍ରୀ ୱିଥ୍ ପ୍ରୋଫିସିଏନ୍ସି କମ୍ପ୍ୟୁଟର ସ୍କିଲ୍ସ ରହିଛି। ନହେଲେ ଆପଣଙ୍କର MCA, MSc, BE, MBA ରହିଛି। ଏଜ୍ ଲିମିଟ୍ ମିନିମାମ୍ 22 ବର୍ଷ ରହିଛି। ମ୍ୟାକ୍ସିମାମ୍ 50 ବର୍ଷ ରହିଛି। ଏଜ୍ ରିଲାକ୍ସେସନ OBC ଷ୍ଟୁଡେଣ୍ଟ ମାନଙ୍କର 3 ବର୍ଷ ରହିଛି। ST, SC, PWD ମାନଙ୍କର 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି। PWD ପ୍ଲସ୍ SC, ST ମାନଙ୍କର 15 ବର୍ଷ ରହିଛି। ସିଲେକ୍ସନ ପ୍ରୋସେସ୍ ସର୍ଟ ଲିଷ୍ଟିଂ ଅଫ୍ କ୍ୟାଣ୍ଡିଡେଟ୍ ରହିଛି ଏବଂ ପର୍ସନାଲ ଇଣ୍ଟରଭ୍ୟୁ ରହିଛି। ଆପ୍ଲିକେସନ ଫି ଜେନେରାଲ ମାନଙ୍କର 600 ଟଙ୍କା ରହିଛି। EWS ମାନଙ୍କର 600 ଟଙ୍କା ରହିଛି। OBC କ୍ୟାଣ୍ଡିଡେଟ୍ ମାନଙ୍କର 600 ଟଙ୍କା ରହିଛି। PhD ମାନଙ୍କର 100 ଟଙ୍କା ରହିଛି ଏବଂ SC, ST ଫିମେଲ ମାନଙ୍କର 100 ଟଙ୍କା ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ କ୍ୱାଲିଫିକେସନ ସାର୍ଟିଫିକେଟ ରହିଛି। ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ରହିଛି। ପାସପୋର୍ଟ ସାଇଜ ଫଟୋ 2ଟି ରହିଛି। ଏକ୍ସପିରିଏନ୍ସ ସାର୍ଟିଫିକେଟ ରହିଛି। ଆଇଡି କାର୍ଡ ରହିଛି। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଅଲରେଡି ଷ୍ଟାର୍ଟ 30/10/2024 ରୁ ଷ୍ଟାର୍ଟ ହେଇସାରିଛି। ଆପ୍ଲାଏ ଲାଷ୍ଟ ଡେଟ୍ 19 ନଭେମ୍ବର 2024।